ପ୍ରଗତି ଯୁଗ 1936-46। ପ୍ରଗତି ଯୁଗର ସମୟ ସୀମା କେତେ? ଉତ୍ତର 1936-46। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କେବେ ହୋଇଥିଲା? ଉତ୍ତର ଖ୍ରୀଷ୍ଟୀୟ 1936। ନବଯୁଗ ସାହିତ୍ୟ ସଂସଦର ଗଠନ କିଏ କରିଥିଲେ? ଉତ୍ତର ଭଗବତୀ ଚରଣ ପାଣିଗ୍ରାହୀ 1907-1943। ନବଯୁଗ ସାହିତ୍ୟ ସଂସଦର ମୁଖପତ୍ର ରୂପେ କେଉଁ ମାସିକ ପତ୍ରିକା ପ୍ରକାଶ ପାଇଥିଲା? ଉତ୍ତର ଆଧୁନିକ। ଚିତ୍ରଗ୍ରୀବ 1936 ଉପନ୍ୟାସର ଔପନ୍ୟାସିକ କିଏ? ଉତ୍ତର ସଚ୍ଚିଦାନନ୍ଦ ରାଉତରାୟ। ଅଭିଯାନ କବିତାବଳୀର ରଚୟିତା କିଏ? ଉତ୍ତର ସଚ୍ଚିଦାନନ୍ଦ ରାଉତରାୟ। ବାଜିରାଉତ 1941 କବିତାର କବି କିଏ? ଉତ୍ତର ସଚ୍ଚିଦାନନ୍ଦ ରାଉତରାୟ। ପଲ୍ଲୀଶ୍ରୀ 1942 କବିତାର କବି କିଏ? ଉତ୍ତର ସଚ୍ଚିଦାନନ୍ଦ ରାଉତରାୟ। ପାଣ୍ଡୁଲିପି 1946 କବିତାର କବି କିଏ? ଉତ୍ତର ସଚ୍ଚିଦାନନ୍ଦ ରାଉତରାୟ। ମଶାଣିର ଫୁଲ 1946 କାହାର ରଚନା? ଉତ୍ତର ସଚ୍ଚିଦାନନ୍ଦ ରାଉତରାୟ। ସ୍ୱର୍ଗତ କବିତାର କବି କିଏ? ଉତ୍ତର ସଚ୍ଚିଦାନନ୍ଦ ରାଉତରାୟ। ଅଭିଜ୍ଞାନ କବିତାର କବି କିଏ? ଉତ୍ତର ସଚ୍ଚିଦାନନ୍ଦ ରାଉତରାୟ। ପାଥେୟ କବିତାର କବି କିଏ? ଉତ୍ତର ସଚ୍ଚିଦାନନ୍ଦ ରାଉତରାୟ। ହସନ୍ତ କବିତାର କବି କିଏ? ଉତ୍ତର ସଚ୍ଚିଦାନନ୍ଦ ରାଉତରାୟ। କବିତା 1962ର ରଚୟିତା କିଏ? ଉତ୍ତର ସଚ୍ଚିଦାନନ୍ଦ ରାଉତରାୟ। କବିତା 1972ର ରଚୟିତା କିଏ? ଉତ୍ତର ସଚ୍ଚିଦାନନ୍ଦ ରାଉତରାୟ। କବିତା 1969ର ରଚୟିତା କିଏ? ଉତ୍ତର ସଚ୍ଚିଦାନନ୍ଦ ରାଉତରାୟ। ସାହିତ୍ୟର ବିଚାର ଓ ମୂଲ୍ୟବୋଧ ଆଲୋଚନା ଗ୍ରନ୍ଥର ରଚୟିତା କିଏ? ଉତ୍ତର ସଚ୍ଚିଦାନନ୍ଦ ରାଉତରାୟ। ବିପ୍ଳବୀ ରାଧାନାଥ କାବ୍ୟ କାହାର ରଚନା? ଉତ୍ତର ରାଧାମୋହନ ଗଡ଼ନାୟକ 1911। କାଳିଦାସ କାବ୍ୟ କାହାର ରଚନା? ଉତ୍ତର ରାଧାମୋହନ ଗଡ଼ନାୟକ। କାବ୍ୟ ନାୟିକା କବିତା ଗ୍ରନ୍ଥର ରଚୟିତା କିଏ? ଉତ୍ତର ରାଧାମୋହନ ଗଡ଼ନାୟକ। ଉତ୍କଳିକା କବିତା ଗ୍ରନ୍ଥର ରଚୟିତା କିଏ? ଉତ୍ତର ରାଧାମୋହନ ଗଡ଼ନାୟକ। କୈଶୋରିକା କବିତା ଗ୍ରନ୍ଥର ରଚୟିତା କିଏ? ଉତ୍ତର ରାଧାମୋହନ ଗଡ଼ନାୟକ। ଶାମୁକାର ସ୍ୱପ୍ନ କବିତା ଗ୍ରନ୍ଥର ରଚୟିତା କିଏ? ଉତ୍ତର ରାଧାମୋହନ ଗଡ଼ନାୟକ। ପଶୁପକ୍ଷୀର କାବ୍ୟ କବିତା ଗ୍ରନ୍ଥର ରଚୟିତା କିଏ? ଉତ୍ତର ରାଧାମୋହନ ଗଡ଼ନାୟକ। ସୂର୍ଯ୍ୟ ଓ ଅନ୍ଧକାର କବିତା ଗ୍ରନ୍ଥର ରଚୟିତା କିଏ? ଉତ୍ତର ରାଧାମୋହନ ଗଡ଼ନାୟକ। ରକ୍ତଶିଖା 1930 କବିତା ଗ୍ରନ୍ଥର କବି କିଏ? ଉତ୍ତର ଅନନ୍ତ ପଟ୍ଟନାୟକ ଖ୍ରୀଷ୍ଟୀୟ 1913। ତର୍ପଣ କରେ ଆଜି 1948 କବିତା ଗ୍ରନ୍ଥର କବି କିଏ? ଉତ୍ତର ଅନନ୍ତ ପଟ୍ଟନାୟକ। ଶାନ୍ତି ଶିଖା 1952ର ରଚୟିତା କିଏ? ଉତ୍ତର କବି ଅନନ୍ତ ପଟ୍ଟନାୟକ। ଅଲୋଡ଼ା ଲୋଡ଼ା କବିତା ଗ୍ରନ୍ଥ କାହାର ରଚନା? ଉତ୍ତର ଅନନ୍ତ ପଟ୍ଟନାୟକ। ଛାଇର ଛିଟା କବିତା ଗ୍ରନ୍ଥର ରଚୟିତା କିଏ? ଉତ୍ତର ଅନନ୍ତ ପଟ୍ଟନାୟକ। କୋଟିକଣ୍ଠେ କବିତା ସଂକଳନ କାହାର ରଚନା? ଉତ୍ତର ମନମୋହନ ମିଶ୍ର 1924। ଆବାଜ କବିତା ସଂକଳନ କାହାର ରଚନା? ଉତ୍ତର ମନମୋହନ ମିଶ୍ର। ନୂଆ ଗପଟିଏ ଲେଖ କାହାର ରଚନା? ଉତ୍ତର ମନମୋହନ ମିଶ୍ର। ଜନତାର ଜୟଗାନ କାହାର ରଚନା? ଉତ୍ତର ମନମୋହନ ମିଶ୍ର। ହା ଅନ୍ନ ଉପନ୍ୟାସର ଔପନ୍ୟାସିକ କିଏ? ଉତ୍ତର କାହ୍ନୁଚରଣ ମହାନ୍ତି ଖ୍ରୀଷ୍ଟୀୟ 1906। ତୁଣ୍ଡବାଇଦ ଉପନ୍ୟାସର ଔପନ୍ୟାସିକ କିଏ? ଉତ୍ତର କାହ୍ନୁଚରଣ ମହାନ୍ତି। ମିଳନର ଛନ୍ଦ ଉପନ୍ୟାସର ଔପନ୍ୟାସିକ କିଏ? ଉତ୍ତର କାହ୍ନୁଚରଣ ମହାନ୍ତି। ଝଞ୍ଜା ଉପନ୍ୟାସର ଔପନ୍ୟାସିକ କିଏ? ଉତ୍ତର କାହ୍ନୁଚରଣ ମହାନ୍ତି। ଶର୍ବରୀ ଉପନ୍ୟାସର ଔପନ୍ୟାସିକ କିଏ? ଉତ୍ତର କାହ୍ନୁଚରଣ ମହାନ୍ତି। ପଳାତକ ଉପନ୍ୟାସର ଔପନ୍ୟାସିକ କିଏ? ଉତ୍ତର କାହ୍ନୁଚରଣ ମହାନ୍ତି। ଅଦେଖା ହାତ ଉପନ୍ୟାସର ଔପନ୍ୟାସିକ କିଏ? ଉତ୍ତର କାହ୍ନୁଚରଣ ମହାନ୍ତି।
ବଜ୍ରବାହୁ ଉପନ୍ୟାସର ଔପନ୍ୟାସିକ କିଏ? ଉତ୍ତର କାହ୍ନୁଚରଣ ମହାନ୍ତି। ଏପାରି ସେପାରି ଉପନ୍ୟାସର ଔପନ୍ୟାସିକ କିଏ? ଉତ୍ତର କାହ୍ନୁଚରଣ ମହାନ୍ତି। ଶାସ୍ତି ଉପନ୍ୟାସର ଔପନ୍ୟାସିକ କିଏ? ଉତ୍ତର କାହ୍ନୁଚରଣ ମହାନ୍ତି। ଇତିହ ଉପନ୍ୟାସର ଔପନ୍ୟାସିକ କିଏ? ଉତ୍ତର କାହ୍ନୁଚରଣ ମହାନ୍ତି। ପରଜା ଆଦିବାସୀ ଉପନ୍ୟାସର ଔପନ୍ୟାସିକ କିଏ? ଉତ୍ତର ଗୋପୀନାଥ ମହାନ୍ତି। ଖ୍ରୀଷ୍ଟୀୟ 1914। ଅମୃତର ସନ୍ତାନ ଆଦିବାସୀ ଉପନ୍ୟାସର ଔପନ୍ୟାସିକ କିଏ? ଉତ୍ତର ଗୋପୀନାଥ ମହାନ୍ତି। ମାଟି ମଟାଳ ଉପନ୍ୟାସର ଔପନ୍ୟାସିକ କିଏ? ଉତ୍ତର ଗୋପୀନାଥ ମହାନ୍ତି। କଳାଶକ୍ତି ଗଦ୍ୟଗ୍ରନ୍ଥର ଲେଖକ କିଏ? ଉତ୍ତର ଗୋପୀନାଥ ମହାନ୍ତି।